प्रिय सज्जन मंडली आमे पूर्व वीडियो रे अतिबड़ी जगन्नाथ दास को प्रणीत श्रीमद् भागवत महापुराण रो प्रथम स्कंध चतुर्थ अध्याय पाठ करथिले। आज आसंतु आमे प्रथम स्कंद पंचम अध्याय पाठ करिवा। तेबे चलंतु देरी न करी वीडियोटी आरंभ करिवा। ओम श्री परमात्मने नमः। श्रीमद् भागवत महापुराण प्रथम स्कंध पंचम अध्याय। पंचमे नारद प्रवेश व्यासंकु देले उपदेश। हरि कीर्तन भागवत कर प्रसन्न हे बजित। सुत कहन्ति अनुरागे हरसे मुनिंकर आगे। सुत उवाच शुण सकल मुनि जने हरिचरित सावधाने। व्यास समीपे देव ऋषि सुख आसने दृढ़े बसी। कुशल वार्ता पूछे तो से जे जात गोविंदर अंशे। हर से वीणा करे नेई कहन्ति व्यास मुख चाहि। नारद उवाच हे पराशर ऋषि सुत तुम्भे स्वभावे भागवत। किंपा चांचल्य तुम्भ मने देखि जानिलु आम्भे ध्याने। सकल वेद शिष्य देई पुराण भारत भियाई। संसारे इष्ट धर्म जेते सर्वसंपन्न तुम्भ चिते। भले जानिली मुहि एहा तुम्भे स्वभावे पुण्य देहा। एहा विचारी ब्रह्म चिंती चित नहिला तुम्भ शांति। नारद वाक्य शुणी कर्णे व्यास कहन्ति सावधाने। व्यास उवाच तुम्भे कहिल मुनि जेते। मोर अभ्यास बहुमते। वेद पुराण अर्थ जेते। मु सर्व संपादिली चिते। तथापि आत्मा तो सन है। मन न रहे स्थिर देहे। तुम्भे जे ब्रह्मांक नंदन। भले जानिल मोर मन। ए मन स्थिर करिबारे। गोविंद बिना के बापारे। सकल शास्त्र तहु सार। तार महिमा अगोचर। तार भक्ति जेणु नाही। एणु मो चित्त स्थिर काहि। तुम्भे सकल तत्व जान विष्णु महिमा परिमाण। से सर्व जीवंक ईश्वर जार माया रे संसार। सृजई पालई संघरे त्रिगुण मध्य से विहरे। से माया ताकु न लागई नित्य से निज सुख थाई। ए तिनी लोक ए तुम्भ देह। निरते भ्रमेर अभिप्राय। प्राणिक बाह्य अभ्यंतरे। जेसने समीर संचरे। आत्मा जेसने साक्षी रूपे। नित्य विहर निज सुखे। परावर ब्रह्म जले। मोहर स्नान सुनिश्चले। से जल शीत उष्ण भाव। नित्य करई अनुभव। तथापि न भाव घर। मन प्रसन्न नहे मोर। तांको महिमा परिमाणी। तुम्भहु अन्य केबा जानी। कह आनंदे मुनिवर। जेमन्ते मन हेब स्थिर। नारद उवाच भमुनि सत्य ए वचन। तेणु संतोष नहे मन। कृष्ण निर्मल जस गुण। जेणु न कल उच्चारण। जे धर्मे कृष्ण तोष नहे। से धर्मे न्यून। जे धर्मे कृष्ण तोष नहि। से धर्म न्यून अटई। धर्म संपद काम अर्थे। जेते कहिल वेद पथे। जेवे गोविंद गुण ग्राम।
ଅଭ୍ୟାସ ଥାନ୍ତା କିଛି ଶ୍ରମ, ତେବେ କି ମନ ଅସନ୍ତୋଷ। କହିବି ଶୁଣ ଉପଦେଶ, ଯେବେ ଜିହ୍ୱା ବାକ୍ୟ ଶ୍ରମ ନ କରେ କୃଷ୍ଣ ଗୁଣ ଗାନ। ଯେ ବାଣୀ ଜଗତ ତାରିଣୀ, ତା ଛାଡ଼ି ଅନ୍ୟ ଯେବେ ଭଣି। ତାହାକୁ ବୋଲି କାକ ବାଣୀ, ଯହିଁରେ ଗୋବିନ୍ଦ ନ ଶୁଣି। ନିଶ୍ଚୟ କାକ ତୀର୍ଥ ସେହି, ସେ ଜଳେ କେବା ଅବଗାହୀ। ପରମହଂସ ମୁନି ମେଳେ, ଯେ ଥାନ୍ତି ପୁଣ୍ୟ ତୀର୍ଥ କୂଳେ। ଯେ ବାକ୍ୟ କୃଷ୍ଣ ଗୁଣ ଗାଇ, ନିଶ୍ଚୟ ପୁଣ୍ୟ ତୀର୍ଥ ସେହି। ସେ ବାକ୍ୟ ଜନତାପ ନାଶେ, ତୀର୍ଥ ଯେ ଶନେ ପାପ ଧ୍ୱଂସେ। କୃଷ୍ଣର ଗୁଣ ଗାଥା ଯେବେ, ପ୍ରବନ୍ଧେ ଉଚାରଇ ଭାବେ। ପଦ ଦୂଷିତ ଯେବେ ହୋଇ, ସେ ବାଣୀ ସର୍ବ ପାପ ଦହି। ଏଣୁ ସାଧବେ ନିତ୍ୟ ଶୁଣି, ଅନନ୍ତ ଯଶ ଗୁଣ ଭଣି। ସେ ହରି ଭାବ ଯେବେ ଛାଡ଼ି, ଯାଆନ୍ତି କର୍ମ ପଥ ମାଡ଼ି। ଯେ ପୁଣ୍ୟ ବେଦ ମାର୍ଗେ କରେ, ସକାମ ଚିତ୍ତେ ଫଳ ଧରେ। ହରିଙ୍କି ନ କରେ ଅର୍ପଣ, ସେ ସର୍ବ ଫଳ ଅକାରଣ। ନିଷ୍କାମ ମତେ ଯେ ସନ୍ନ୍ୟାସୀ, ତପ ସାଧନ୍ତି ମନେ ପଶି। ହରି ମହିମା ଛାଡ଼ି ଯେବେ, ଅତି ନିର୍ମଳ ଜ୍ଞାନ ଭାବେ। ସେ କାହୁଁ ଅଶୁଭ ନାଶିବ, ତପ ସାଧିଲା ଫଳ ଦେବ। ତୁମ୍ଭେ ସ୍ୱଭାବେ ଭାଗବତ, ମହାନୁଭବ ଶୁଚିମନ୍ତ। ସତ୍ୟ ବଚନ ଦ୍ରୁତ ବ୍ରତ, ଏଣୁ ଅମୋଘ ତୁମ୍ଭ ଚିତ। ସମାଧି କରି କୃଷ୍ଣ ପାଦେ, ତାର ଚରିତ ଅନୁବାଦେ। ପ୍ରବନ୍ଧ ଭାଗବତ କର, ଅଖିଳ ଜନଙ୍କୁ ଧର। ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ, ହରି ଭକତି ଦୂରେ ତେଜେ। ବିଷ୍ଣୁ ଭକତି ଲାଭ ଛାଡ଼ି, ତ୍ରିବର୍ଗ ମତେ ଲୋଭ ବଢ଼ି। ତାହାର ସୁଖ ଲେଶ କାହିଁ, ସମୁଦ୍ରେ ଯେହ୍ନେ ନାବ ଥାଇ। ଜଳ ପବନ ମେଘେ ବଳେ, କୂଳେ ନ ଲାଗି ଭାସେ ଜଳେ। ତାହାଙ୍କ ଗତି ସେହି ମତ, ଶୁଣ ହେ ପରାଶର ସୁତ। ଯେ ତୁମ୍ଭ ଧର୍ମ ଶିକ୍ଷା ଘେତି, ନିନ୍ଦିତ କାମ୍ୟ କର୍ମ ଚିନ୍ତି। ସ୍ୱଭାବେ ମୂଢ଼ ସେହି ଜନ, ବ୍ୟର୍ଥ ତାହାର ଜୀବନ। ତୁମ୍ଭ ବଚନେ ମତି ଭ୍ରମ, ସେ ତାକୁ ବିଚାରି ସ୍ୱଧର୍ମ। ସାଧୁଙ୍କ ସଙ୍ଗେ ନ ବସନ୍ତି, ଜଗତେ ନାହିଁ ତାଙ୍କ ଗତି। ପାପ ଆଚରି ନର ଲୋକେ, ଅନ୍ତେ ସେ ପଡ଼ନ୍ତି ନରକେ। ତୁମ୍ଭେ ସ୍ୱଭାବେ ବିଚକ୍ଷଣ, ଭାବ ଅଭାବ ଭଲେ ଜାଣ। ଅନନ୍ତ ପାର ବିଷ୍ଣୁ କଥା, ତୁମ୍ଭେ ବର୍ଣ୍ଣନେ ସାମରଥା। ନିବୃତ୍ତି ପ୍ରକୃତି ଏ ଭାବେ, ଯେମନ୍ତେ ପ୍ରାଣୀ ନିସ୍ତ ଫିରିବେ। ହରି ଚରିତ ଦୀପ କର, ଜନକୁ ଅନ୍ଧାରୁ ଉଦ୍ଧର। ଯେ ପ୍ରାଣୀ ନିଜ ଧର୍ମ ତେଜି, ହରି ଚରଣ ଦୃଢ଼େ ଭଜି। ଭଜୁ ମରଇ ଯେବେ ଦୁଃଖେ, କେବେ ହେଁ ନ ପଡ଼େ ନରକେ। ସ୍ୱଧର୍ମେ ଥାନ୍ତି ଯେ ବା ପ୍ରାଣୀ, ହରି ଭକତି ନ ପ୍ରମାଣି। ଅନ୍ତେ ତାହାଙ୍କ ଗତି ଯେତେ, କିଏ ଅନୁମାନି ପାରେ ଚିତେ। ଏବେ ହୋ ଶୁଣ ମୁନିବର, ପଣ୍ଡିତ ଜନଙ୍କ ବିଭାର। କାଳର ବସେ ପୁଣ ପୁଣ, ଏ ଭବ ମଧ୍ୟରେ ଭ୍ରମଣ। ପୂର୍ବେ ଅର୍ଜିତ କର୍ମ ବସେ, ଦୁଃଖ ସଦୃଶ ସୁଖ ଆସେ। ଏ ଅଧ ଊର୍ଧ୍ୱ ବେନି ପଥେ, ପ୍ରାଣୀଏ ଭ୍ରମନ୍ତି ନିରତେ। ଯେ ଲାଭ କେହି ନ ଲଭନ୍ତି, ସେ ଲାଭେ ଯାର ଚିତ୍ତ ଚିନ୍ତି। ସେ ଅର୍ଥେ ଯତ୍ନ ଯେ କରନ୍ତି, ସଂସାରେ ପଣ୍ଡିତ ବୋଲାନ୍ତି। ତାହାଙ୍କ ମତେ ଜଣେ ଜଣେ,
ଲୋଭିଲେ ସେ ଫଳ ଧାରଣେ, ସେ ଫଳ ପାଇ ସୁଖେ ଖାଇ, ଭ୍ରମଣେ ଶ୍ରମ ନ ଲାଗଇ। ଏଣୁ ମୁକୁନ୍ଦ ପାଦ ଗତେ, ଯେ ପ୍ରାଣୀ ଭଜନ୍ତି ନିରତେ। ମୁକୁନ୍ଦ ପାଦ ତାର ଗତି, ଅନ୍ୟର ପ୍ରାୟ ନ ଭ୍ରମନ୍ତି। କୃଷ୍ଣର ପାଦ ପଦ୍ମ ରସ ନିରତେ କରନ୍ତି ଯେ ଗ୍ରାସ, ସେ ରସ ଛାଡ଼ିବେ କେମନ୍ତେ? ରସେ ରସିକ ଜନ ଯେତେ, ଈଶ୍ୱର ହେତୁ ଏ ସଂସାର, ସଂସାରୁ ଈଶ୍ୱର ବାହାର। ଯେଣୁ ଉତ୍ପତ୍ତି ସ୍ଥିତି ନାଶ, ଈଶ୍ୱର ହୁଅଇ ପ୍ରକାଶ। ଏଣୁ ଲୀଳାକୁ କରିଅଛି, ପ୍ରାଣୀକୁ ନହିବ ପ୍ରତ୍ୟକ୍ଷୀ। ଈଶ୍ୱର ଜୀବ ଏ ସଂସାର, ଏ ସର୍ବ ଏକଇ ପ୍ରକାର। ଏ ସର୍ବ ବ୍ରହ୍ମ ଭାବେ ଜାଣି, ବେଦରେ ଅଛି ପରିମାଣି। ତୁମ୍ଭେ ସର୍ବଜ୍ଞ ମୁନିବର, ତଥାପି କହିଲି ଜାତସାର। ତୁମ୍ଭେ ଯେ ଆତ୍ମା ରାମେ ରମି, ଅମୋଘଦର୍ଶୀ ଅନ୍ତର୍ଯ୍ୟାମୀ। ପରମ ପୁରୁଷଙ୍କ କଳା, ସୁମରି ଗୋବିନ୍ଦର ଲୀଳା। ସଂସାର ନିସ୍ତାରଣ ଅର୍ଥେ, ଶ୍ରୀ ଭାଗବତ କର ଗ୍ରନ୍ଥେ। ସ୍ୱଭାବେ ଜନ୍ମ ଯାର ନାହିଁ, ମାୟା ସୟଳେ ଦେହ ବହି। ତାର ଚରିତ ଧରିଛି ତେ, ପ୍ରକାଶ କର ଜନହିତେ। ଏହୁ ଯେ ପୁରୁଷାର୍ଥ ସାର, ଯଜ୍ଞ ତପସ୍ୟା ବେଦ ସାର। ଇଷ୍ଟ ପୂଜନ ଜପ ଦାନେ, ଯେବେ ଭାବଇ କୃଷ୍ଣ ନାମ। ଇଷ୍ଟ ପୂଜନ ଜପ ଦାନ, ଯେବେ ଭାବଇ କୃଷ୍ଣ ନାମ। ତାହାଙ୍କ ଫଳ ଏ ଅଟଇ, ତା ବିନୁ ନିଷ୍ଫଳ ହୁଅଇ। ପୂର୍ବେ ନିର୍ମଳ ଋଷି ଜନେ, ତପ ଆଚରି ଘୋର ବନେ। ସଂସାର ସାର କୃଷ୍ଣ କଥା, ନିରତେ ଗାଇ ଗୁଣ ଗାଥା। ଏ ଭାବ ପାଇଲି ଯେମନ୍ତେ, କହିବି ତୁମ୍ଭର ଅଗ୍ରତେ। ପୂର୍ବେ ମୁଁ ଦକ୍ଷ ଶାପ ପାଇ, ଜନ୍ମିଲି ଦାସୀ ପୁତ୍ର ହୋଇ। ବ୍ରାହ୍ମଣ ଘରେ ସେ ଏକଇ, ବ୍ରାହ୍ମଣ ଘରେ ସେ ଏକାକୀ। ମୋହର ଜନନୀ ସେବକୀ, ବ୍ୟାପାର କରେ ରାତ୍ର ଦିନେ। ଏମନ୍ତେ ବିଧିର ବିଧାନେ, ସେ ବିପ୍ର ଗୃହେ ବର୍ଷା କାଳେ। ଅତିଥି ବ୍ରାହ୍ମଣେ ମିଳିଲେ, ତାହାଙ୍କୁ ଅନ୍ନ ଜଳ ଦେଇ। ବ୍ରାହ୍ମଣ କହେ ଭାବ ବହି, ଏ ବିପ୍ର ଶୁଣ ମୋ ବଚନ। ଆଜ ଜୀବନ ମୋର ଧନ୍ୟ, ତୁମ୍ଭର ଦୟା ଯେବେ ମତେ। ମୋ ଘରେ ରୁହ ଦିନାକେତେ, ଦୁର୍ଗମ ବର୍ଷା ମାସ ଚାରି। ଏ ଋତୁ ମୋର ଘରେ ସାରି। ହେଉ ବୋଇଲେ ବିପ୍ରଜନ, ବ୍ରାହ୍ମଣ ଗୃହେ ଶୁଦ୍ଧ ମନେ। ରହିଲେ ମନର ସନ୍ତୋଷେ, ମୁଁ ସେବା କଲି ତାଙ୍କ ବାସେ। ବାଳୁତ ଚଞ୍ଚଳତା ଚିତ, ଛାଡ଼ି ମୁଁ ସେବେ ଅବିରତ। ସେ ବିପ୍ରଗଣେ ମତେ ଚାହିଁ, ଆଶ୍ୱାସ କଲେ ଦୟା ବହି। ସମଦରଶୀ ଯେଣୁ ସର୍ବେ, କୃପା ସେ କଲେ ମୋର ଭାବେ। ତାହାଙ୍କ ଭଜନର ଅନ୍ତେ, ପୁତ୍ରେ ଉଚ୍ଛିଷ୍ଟ ଥାଇ ଯେତେ। ତାହା ଭୁଞ୍ଜଇ ନିତ୍ୟ ମୋହି, ଅନ୍ୟ ଭଜନ ନ ଜାଣଇ। ଉଚ୍ଛିଷ୍ଟ ଭଜନ ପ୍ରସାଦେ, ମୋହର ଚିତୁ ଅପ୍ରମାଦେ। ସର୍ବକ୍ରୀଳେ ବିଷ ବେଗେ ଗଲା, ତାହାଙ୍କ ଧର୍ମ ଉଦେ ହେଲା। ବିପ୍ରଙ୍କ ମୁଖୁ ହରି ବାଣୀ, ତାହାଙ୍କ ଅନୁଗ୍ରହ ଶୁଣି। ପଦକୁ ପଦ ଗୀତ ସୁରେ, ସେ ବାଣୀ ମୋର ମନ ସ୍ଫୁରେ। ନିରତେ ଶୁଣି ପଦେ ପଦେ, ମନ ବୁଡ଼ିଲା କୃଷ୍ଣ ପାଦେ। କୃଷ୍ଣ ହୁଁ ଆନନ ଜାଣଇ, ବିଷୟ ରସ ଆଉ କାହିଁ। ଯେଣୁ ଏ ସଦ ସତ ରୂପ, ପ୍ରାଣୀଙ୍କ ହୃଦରେ କଳ୍ପିତ। ଆପଣାଏ ଅଜ୍ଞାନ ସେ ଅଟେ, କେବେ ହେଁ ସତ୍ୟ ସେ ନ ଘଟେ। ମୁହିଁ ଦେଖଇ ବାହ୍ୟ ଅନ୍ତେ, ହରିହୁ ନାହିଁ କି ଜଗତେ। ଏମନ୍ତେ ବରଷା ସରିଲା, ଶରଦ ଋତୁ ପ୍ରକାଶିଲା। ବିପ୍ରଙ୍କ ସଙ୍ଗେ ହରି ବାଣୀ, ନିରତେ ଶୁଣି ମୁଖେ ଭଣି। ସାତ୍ତ୍ୱିକ ଭକ୍ତି ମୋର ମନେ, ପ୍ରକାଶ ହେଲା ଅନୁକ୍ଷଣେ। ମୋହର ସେବା ଦିନୁ ଦିନେ, ଦେଖି ସନ୍ତୋଷ ବିପ୍ରଜନେ। ଜାଣିଲେ ଶୁଦ୍ଧ ସତ୍ୱ ରୂପେ, ଭକତି ଜାତ ମୋର ଚିତେ। ଯିବାର ବେଳେ ମତେ ରାଇ, କୃଷ୍ଣ ସାଧନ ଶିକ୍ଷା ଦେଇ।
ଯେ ଗୃହୁ ଗୁହ୍ୟତମ ଜ୍ଞାନ ଯେଣେ ଉଦିତ ଭଗବାନ। ସର୍ବ କହିଲେ ମୋର କର୍ଣ୍ଣେ ଦୀନ ବତ୍ସଳ ମୁନି ଜନେ ବିଷ୍ଣୁର ମାୟା ଅନୁଭବ ତେଣୁ ଜାଣିଲି ମୁହିଁ ସର୍ବ। ଯେ ଭାବ ଭାବି ଅପ୍ରମାଦେ ପ୍ରାଣୀ ପଶନ୍ତି କୃଷ୍ଣ ପାଦେ କୃଷ୍ଣେ ଅର୍ପିତ ଏଣୁ କର୍ମ କଲେ ତୁଟଇ ଭବ ଭ୍ରମ। ଆତ୍ମାରେ ଜ୍ଞାନ ପ୍ରକାଶ ତ୍ରିତାପ ମାନ କ୍ଷୟ ଯାଇ ଯାହା ଭଜନେ ବ୍ୟାଧି ଜାତ ତହୁ କେବେ ନୁହେଁ ଶାନ୍ତ। ମିଶିଲେ ସେ ଅନ୍ୟ ଦ୍ରବ୍ୟରେ ତେବେ ବ୍ୟାଧିକୁ ନାଶ କରେ। ଯେ କର୍ମ ସଂସାର କାରଣ ସେ ନୁହେଁ ତାହାର ବାରଣ। ହେଲେ ଈଶ୍ୱରେ ସମର୍ପଣ ବିନା ସେ କର୍ମର ବନ୍ଧନ। ଏଣୁ ଗୋବିନ୍ଦ ରସ ତେଜି ଯେବେ ବିଷୟର ସେ ମଜ୍ଜି। ସେ କାହିଁ ତରିବ ସଂସାରେ ପୋଡ଼ଇ ଘର ଅନ୍ଧକାରେ। ଏ ଭବ ମୋତେ ଦେହ ଧରି ବିଷ୍ଣୁ ତୋଷଣେ କର୍ମ କରି ଭକତି ଯୋଗ ଜାତ ହୋଇ ଜ୍ଞାନ ଅଧୀନ ତାର ହୋଇ। ଯେବେ ସକଳ କର୍ମ କରି ବିଷ୍ଣୁ ଅର୍ପଣ ମନେ ଧରି ବିଷ୍ଣୁର ଯେତେ ଗୁଣ ଗ୍ରାମ ଜଗତେ ଅଛି ଯେତେ ନାମ ମୁଖେ ଉଚାରି ମନେ ସ୍ମରି ଯେ ଭକ୍ତି ଯୋଗେ ଅଧିକାରୀ। ଅରୂପ ବ୍ରହ୍ମ ମନେ ସ୍ମରି ଯେ ଚିତ୍ତେ ତାଙ୍କ ନାମ ଧରି। ଶ୍ରୀ ବାସୁଦେବ ଯେ ପ୍ରଦ୍ୟୁମ୍ନ ଯେ ଅନିରୁଦ୍ଧ ସଂକର୍ଷଣ ମନ୍ତ୍ର ଉଚାରି ମୂର୍ତ୍ତି କରି ପୂଜା କରନ୍ତି ଭକ୍ତି ଭରି। ସେ ନ ପଡ଼ନ୍ତି ମାୟା ମୋହେ ଅନ୍ତେ ପଶନ୍ତି କୃଷ୍ଣ ଦେହେ। ଏମନ୍ତେ ସାଧୁ ସଙ୍ଗ ଫଳେ କୃଷ୍ଣ ଭକତି ଯୋଗ ବଳେ। ସେ ହରି ମୋତେ ଜ୍ଞାନ ଦେଲା ଅଶେଷ ଦୁଃଖ ପାର କଲା। ଏବେ ହୋ ଶୁଣ ମୁନିବର ହରିଚରଣେ ମନ ଧର। କୃଷ୍ଣର ନାମ ଯଶ ଯେତେ ପ୍ରାଣୀଙ୍କି କହ ଭାଗବତେ। ଯେଣେ ପଣ୍ଡିତ ଜନଙ୍କର ଅବୋଧ କର୍ମ ଯିବ ଦୂର। ବିଷୟ ଦୁଃଖୀ ପ୍ରାଣୀଙ୍କର ଅନ୍ୟଥା ଗତି ନାହିଁ ଆର। ସେ ଏବେ ଭାଗବତ ଶୁଣି ତରିବେ ଭବତରଙ୍ଗିଣୀ। ଏମନ୍ତ ବ୍ୟାସ ଆଗେ କହି ବୀଣା ବଜାଇ କୃଷ୍ଣ ଗାଇ। ସେ ମୁନିବର ପାଦ ଯୁଗେ ସୁଜନେ ନାମ ଅନୁରାଗେ। ହଇବ ଭବ ବନ୍ଧ ନାଶ କହଇ ଜଗନ୍ନାଥ ଦାସ। ହଇବ ଭବ ବନ୍ଧ ନାଶ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ବ୍ୟାସ ନାରଦ ସମ୍ବାଦୋ ନାମ ପଞ୍ଚମୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ। ଓಂ ଶାନ୍ତି ଶାନ୍ତି ଶାନ୍ତିଃ। ହରି ଓମ୍।